ସମସ୍ତେ ସଜ୍ଜନ ଶକ୍ତି ହିନ୍ଦୁ ସମାଜ, କିନ୍ତୁ ସଜ୍ଜନ ଶକ୍ତିର ନିଷ୍କ୍ରିୟତାଟା ଦୁର୍ଜନର ସକ୍ରିୟତାଠୁ ଆହୁରି ବହୁତ ଭୟଙ୍କର। ତେଣୁ ଆମେ ଖାଲି ସଜ୍ଜନ ହେଲେ ହେବ ନାହିଁ, ଆମକୁ ବି ସଂଘର ଶତାବ୍ଦୀ ବର୍ଷ 100 ବର୍ଷ ଧରିକି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହିନ୍ଦୁ ସମାଜକୁ ସଂଗଠିତ କରିବା, ଦେଶର ଏକ କି ଜମିର ଏକ କି ମାଟି ମାତୃଭୂମିର ରକ୍ଷା କରିବା, ଟିକେ ଧର୍ମ ସଂସ୍କୃତି ପରମ୍ପରା ମଠ ମନ୍ଦିର ଯେତେ ମାନବିନ୍ଦୁ ଅଛି ତାର ରକ୍ଷା କରିବା ପାଇଁ ସଂଘ 100 ବର୍ଷ ଧରିକି ନିରନ୍ତର ହିନ୍ଦୁ ସମାଜ ଭିତରେ ସେ ଜାଗରଣ ସୃଷ୍ଟି କରିବା ପାଇଁ କାମ କରୁଛି। ତ ସେଥିପାଇଁ ହିନ୍ଦୁ ସମାଜକୁ ଏବେ ପୁରୁଷାର୍ଥ ପ୍ରକଟ କରିବାର ସମୟ ଆସିଛି। ହିନ୍ଦୁ ସମାଜକୁ ଡରିବାର ନାହିଁ। ହିନ୍ଦୁ ସମାଜ ପାଖରେ ଅତୀତରେ ବି ଶକ୍ତି ଥିଲା, ସାମର୍ଥ୍ୟ ଥିଲା, ଧନ ଥିଲା, ସମ୍ପତ୍ତି ଥିଲା, ଆଜି ବି ଅଛି। ଆଜି ବି କୌଣସି ଦୃଷ୍ଟିରୁ ହିନ୍ଦୁ ସମାଜ କମଜୋର ନୁହେଁ, କିନ୍ତୁ ତାଙ୍କ ଭିତରେ କେବଳ ଗୋଟିଏ ଜିନିଷର ଅଭାବ, ସେଇଟା ହଉଛି ମୁଁ ଏକୁଟିଆ କଣ କରିବି। ଆଜି 100 ବର୍ଷ ତଳେ ଡକ୍ଟର ହେଡଗାରକୁ କହୁଥିଲେ ଯେ ଦୁନିଆର ସବୁ ସଂଗଠନ ସମ୍ଭବ ହେଇପାରେ, ମାନେ ପଶୁମାନଙ୍କର ବି ସଂଗଠନ ସମ୍ଭବ ହେଇପାରେ, ହିନ୍ଦୁ ସମାଜ କେବେ ସଂଗଠିତ ହେଇପାରିବ ନାହିଁ। ଆଉ କେତେବେଳେ ସଂଗଠିତ ହୁଏ ଯେତେବେଳେ କିଏ ମରି ହଜିଗଲେ 4 ଜଣ ଗୋଟେ ବାଧ୍ୟବାଧକତାରେ କାନ୍ଧରେ ବୋହିକି ଯାଆନ୍ତି। କିନ୍ତୁ ଆଜି ଲକ୍ଷ ଲକ୍ଷ ସଂଖ୍ୟାରେ ସଂଘର ପ୍ରୟାସରେ ଅନେକ ପ୍ରକାର ବିବିଧ କ୍ଷେତ୍ର ମାଧ୍ୟମରେ ଆଜି ହିନ୍ଦୁ ଜାଗ୍ରତ ହେଇଛି। ସମସ୍ତେ ମତେ ଗଧ କହ ବରଂ ହିନ୍ଦୁ କହ ନାହିଁ ବୋଲି କହୁଥିଲେ ଏ ଦେଶର ବଡ ବଡ ପଣ୍ଡିତ ପ୍ରଧାନମନ୍ତ୍ରୀ ଯୋଉମାନେ ହେଇଥିଲେ। ଆଜି ସମସ୍ତେ ଯେ ବିବେକାନନ୍ଦ ଯୋଉ କଥା କହିଥିଲେ ଗର୍ବରେ କହ ମୁଁ ହିନ୍ଦୁ ଅଟେ, ଆଜି ସମସ୍ତେ କମ୍ ସେ କମ୍ ଗର୍ବରେ ହିନ୍ଦୁ ବୋଲି କହୁଛନ୍ତି, ହିନ୍ଦୁ କହିବା ପାଇଁ ସଂକୋଚ କରୁନାହାନ୍ତି। ଆଉ ରାଜନୀତି ନେତାମାନେ ମଧ୍ୟ ହିନ୍ଦୁତ୍ୱକୁ ତାଙ୍କ ଏଜେଣ୍ଡାରେ ରଖିବା ପାଇଁ ଆଜି ବାଧ୍ୟ ହୋଇଛନ୍ତି 100 ବର୍ଷର ଆପଣ ଆମ ସମସ୍ତଙ୍କର ପ୍ରୟାସ କାରଣରୁ। ତେଣୁ ସେଇ ଦୃଷ୍ଟିରୁ ଆମକୁ ନିଜର ପୁରୁଷାର୍ଥ କରିବା ପାଇଁ ପଡିବ। ଏଇ ଆମର ପଶ୍ଚିମବଙ୍ଗରେ ଜଣେ ବହୁତ ବଡ ବିଦ୍ୱାନ ଜନ୍ମ ହୋଇଥିଲେ, ବହୁତ ବଡ ପରୋପକାରୀ, ଆମର ଯେମିତି ଗୋପବନ୍ଧୁ ଦାସ ଓଡିଶାର, ତ ତାଙ୍କର ନାଁ ଥିଲା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର। ସେ ଥରେ ରେଳରେ ଯାତ୍ରା କରୁଥିବା ସମୟରେ ଗୋଟେ ବାଳକ ତାଙ୍କୁ ଭିକ୍ଷା ମାଗୁଥିଲା, ପଇସା ମାଗୁଥିଲା କିଛି। ସେ କହିଲେ ମତେ 2 ପଇସା ଦିଅନ୍ତୁ। 2 ପଇସା ଦେଲେ କଣ କରିବୁ ନା ମୋ ମାକୁ ନେଇକି ଦେବି, ମୋ ମା ମାନେ ଖାଇନି ଭୋକରେ ଅଛି। କହିଲେ ତ 4 ପଇସା ଦେଲେ କଣ କରିବୁ? 4 ପଇସା ଯାକ